ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 149ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି। ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତतो ଜୟମୁଦୀରୟେତ୍। ମୂକଂ କରୋତି ବାଚାଳଂ পঙ্গুং লঙ্ঘয়তে গিরিং যৎকৃপাতমহং বন্দে পরমানন্দমাধবম। ଜମ୍ବୁଦ୍ୱୀପର ବିଶଦ ବର୍ଣ୍ଣନା କରାଯିବା ପରେ ପ୍ଳକ୍ଷ, କୁଶ, ଶାଳମଳି, କ୍ରଞ୍ଚ, ଶାକ ଏବଂ ପୁଷ୍କର ଆଦି ଦ୍ୱୀପର ବିଭିନ୍ନ ଭୂଖଣ୍ଡ, ପର୍ବତ, ନଦ ନଦୀ ବର୍ଣ୍ଣିତ ହୋଇଛି। ଏହିପରି ଭୁବନକୋଷ ବର୍ଣ୍ଣନା ପରେ ଅନ୍ତରୀକ୍ଷରେ ସୂର୍ଯ୍ୟଙ୍କ ସ୍ଥିତି ଓ ଗତି, ସୂର୍ଯ୍ୟଙ୍କ ମେରୁ ପ୍ରଦକ୍ଷିଣ ଏବଂ ଜ୍ୟୋତିଶ୍ଚକ୍ର ଘୂର୍ଣ୍ଣନ ବର୍ଣ୍ଣନା କରିଛନ୍ତି ଶ୍ରୀ ଶୁକଦେବ। ପରୀକ୍ଷିତ ଉବାଚ ଭୂମୁନି ଏଥିର ତଦନ୍ତ ଶୁଣିଲେ ଜୀବଇ ପ୍ରତୀତ ଆଦିତ୍ୟ ଦେବ ଯଥୋଚିତେ ମେରୁ ପ୍ରଦକ୍ଷିଣ କରନ୍ତେ ଦ୍ୱାଦଶ ରାଶିଙ୍କ ସମ୍ମୁଖେ ଭୋଗ ସେ କରନ୍ତି ପ୍ରତ୍ୟକ୍ଷେ ଆଦିତ୍ୟ ଗତି ବ୍ୟଗ୍ରତର ତହିଁରେ କେମନ୍ତେ ସଞ୍ଚାର ଏଣେ ତ ମୋହର ସନ୍ଦେହ ଭୂମୁନି ତଦନ୍ତ ତୁ କହ। ସୁକ ଉବାଚ ଯେ କାଳ ରୂପୀ ଭଗବାନ ଲୋକଙ୍କ ମଙ୍ଗଳ କାରଣ ବେଦମୟ ବପୁ ଆପଣ ଦ୍ୱାଦଶ ଭାବେ କରି ଭିନ୍ନ ସୂର୍ଯ୍ୟଙ୍କ ରୂପକୁ ଯେ ଧରି ଅଛନ୍ତି ଅନ୍ତରୀକ୍ଷ ପୁରୀ ତାଙ୍କ ପ୍ରଭାବେ ଋତୁମାନ କରନ୍ତି ସୀତା ବିବିଧନ। ଏମନ୍ତେ ଶୁଣ ନୃପବର ସେ ସୂର୍ଯ୍ୟ ଆତ୍ମା ପ୍ରାଣୀଙ୍କର ପୃଥିବୀ ଆକାଶ ମଧ୍ୟରେ କାଳଚକ୍ରରେ ଶୂନ୍ୟରେ ଦ୍ୱାଦଶ ମାସକୁ ଭଜନ୍ତି ସମ୍ବତ୍ସର ନାମ ବହନ୍ତି ମାସ କେବେନି ପକ୍ଷ କରି ଭୁଞ୍ଜନ୍ତି ଅହରାତ୍ର କରି। হে ଅନନ୍ତରେ ହେ ରାଜନ ଚନ୍ଦ୍ରର ଏ ରୂପେ ଗମନ ଲକ୍ଷେ ଯୋଜନର ଅନ୍ତରେ ସୂର୍ଯ୍ୟର ଠାରୁ ସେ ବିହରେ ପ୍ରବଳ ଗତି ତାର ଖରେ ଚନ୍ଦ୍ର ଭୁଞ୍ଜନ୍ତି ଯେ ବ୍ୟବହାରେ ସୂର୍ଯ୍ୟଙ୍କ ଭୋଗ ବେନି ପକ୍ଷେ ବେନି ନକ୍ଷତ୍ର ପାଦ ରୁକ୍ଷେ ପକ୍ଷ ଭୋଗକୁ ଏକ ଦିନେ ଭୁଞ୍ଜନ୍ତି ଅହରାତ୍ର ମାନେ ଏ ଅନନ୍ତରେ ନୃପବର ବର୍ଦ୍ଧିତ କଳା ଶଶଧର ଅହୋରାତ୍ର ସେ ଦେବଙ୍କର ସେ ଶୁକ୍ଳ ପକ୍ଷରେ ବିହାର କ୍ଷୀଣ କଳାରେ ପିତୃଙ୍କର ଅହୋରାତ୍ର ହେ ନୃପବର ସେ ଯେ ସକଳ ପ୍ରାଣୀଙ୍କର ଜୀବନ ଭୂତ ଶଶଧର ବିଷ୍ଣୁ ପଦକୁ ନିତ୍ୟ ଚିନ୍ତି ପ୍ରଦକ୍ଷିଣରେ ଭ୍ରମୁଛନ୍ତି
ସେ ମୁନି ଗଣଙ୍କ ପୟରେ ମୋ ଚିତ୍ତ ରହୁ ନିରନ୍ତରେ। କହି ବିପ୍ର ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟଂ ପଞ୍ଚମ ସ୍କନ୍ଧେ ଜ୍ୟୋତିଶ୍ଚକ୍ର ବର୍ଣ୍ଣନେ ନାମ ଦ୍ୱାବିଂଶୋ ଅଧ୍ୟାୟଃ। ଶୁକ ଉବାଚ ଏଥୁ ଅନ୍ତରେ ହେ ରାଜନ ତ୍ରୟୋଦଶ ଲକ୍ଷ ଯୋଜନ ସେ ସ୍ଥାନ ବିରାଜଇ ତହିଁ ବିଷ୍ଣୁର ସ୍ଥଳ ତାକୁ କହି ଯହିଁ ପରମ ଭାଗବତ ଧ୍ରୁବ ଉତ୍ତାନ ପାଦ ସୁତ ଅଛନ୍ତି କଶ୍ୟପ ସଙ୍ଗତେ କାଳ ଜ୍ୟେଷ୍ଠିର ସେବା ମତେ ଏ ଅନନ୍ତରେ ନୃପବର ଏ ଜ୍ୟୋତିଶ୍ଚକ୍ର ଶିଶୁମାର ଏମନ୍ତ କରିକେ ବର୍ଣ୍ଣଇ କହିବା ଶୁଣ ମନ ଦେଇ ଯେ ପ୍ରଭୁ ଅଖିଳ କାରଣ ଶ୍ରୀ ବାସୁଦେବ ନାରାୟଣ ତାହାଙ୍କ ଯୋଗର ମୂରତି ଶରୀର କୁଣ୍ଡଳ ଆକୃତି ଅଧୋ ବଦନ ତାହାଙ୍କର ପୁଚ୍ଛରେ ନିବାସ ଧ୍ରୁବର ଲାଙ୍ଗୁଳେ ପ୍ରଜାପତି ବାସ ଅନଳ ଧର୍ମ ଯେ ସୁରେଶ ଧାତା ବିଧାତା ପୁଚ୍ଛ ମୂଳେ ଶପଥ ଋଷି କଟି ସ୍ଥଳେ ଦକ୍ଷିଣାବର୍ତ୍ତ ପ୍ରାୟ ହୋଇ କୁଣ୍ଡଳ ଆକାର ସେ ଦେଇ ତାର ଦକ୍ଷିଣ ଅଂଶ ଗତେ ନକ୍ଷତ୍ର ମାନ ଯେ ସମସ୍ତେ ଅଭିଜିତ ଆଦି ଏ ଗଣ ବାମ ପାରୁ ସେ ତାଙ୍କ ସ୍ଥାନ ପୁନର୍ବସୁ ଯେ ପୁଷ୍ୟା ଦୁଇ ବାମ ଦକ୍ଷିଣ ଶ୍ରେଣୀ ତହିଁ ଆକାଶ ଗଙ୍ଗା ଯେ ପୃଷ୍ଠରେ ବିରାଜେ ଅତି ଶୁଭ୍ରତରେ ବାମ ଦକ୍ଷିଣ ପାଦ ଦେଶେ ଆରଦ୍ରା ଅଶ୍ଳେଷା ପ୍ରକାଶେ ଉତ୍ତରା ଶାଢା ଅଭିଜିତ ସଭ୍ୟ ଦକ୍ଷିଣ ଘ୍ରାଣେ ସ୍ଥିତ ଶ୍ରବଣା ପୂର୍ବା ଶାଢା ଦୁଇ ବାମ ଦକ୍ଷିଣ ନେତ୍ରେ ରହି ଧନିଷ୍ଠା ମୂଳା ବେନି ଜନେ ଦକ୍ଷିଣ ବାମ ବେନି କର୍ଣ୍ଣେ ମଘାଦି ଆଠ ଯେ ବିଦିତ ବାମ ଅସ୍ଥିରେ କ୍ରମେ ସ୍ଥିତ ମୃଗଶିରାଦି ଦକ୍ଷିଣରେ ଜ୍ୟେଷ୍ଠା ଶତଭିଷା ସ୍କନ୍ଧରେ ଉତ୍ତର ଅଧର ହନୁରେ ଅଗସ୍ତି ସମନ କ୍ରମରେ ମୁଖରେ ଅଙ୍ଗାରକ ଶୋହେ ଉପସ୍ଥେ ଶନିଶ୍ଚର ରହେ ଆଦିତ୍ୟ ବକ୍ଷಸ್ಥଳେ ବସେ ବୃହସ୍ପତି କକୁଧ ଦେଶେ ହୃଦये ନାରାୟଣ ସ୍ଥିତି ଚନ୍ଦ୍ରମା ମନରେ ବସନ୍ତି ନାଭିରେ ଉଷନା ପ୍ରକାଶ ସ୍ତନରେ ଅଶ୍ୱିନୀର ବାସ ପ୍ରାଣ ଅପାନେ ବୁଧ ବସେ ଗଳାରେ ରାହୁ ଯେ ପ୍ରକାଶେ ସର୍ବ ଅଙ୍ଗରେ କେତୁ ସ୍ଥାନ ଏ ଅନୁକ୍ରମେ ହେ ରାଜନ ରୋମ ମୂଳରେ ତାରାଗଣ ବିଚିତ୍ର ରୂପ ନାରାୟଣ ଏ ରୂପେ ସର୍ବଦେବ ସେହି ସେ ଜନ ସୂଚିମନ୍ତ ହୋଇ ସନ୍ଧ୍ୟାରେ ଦେଖି ସ୍ତବ କରେ ଅଶେଷ ପାପୁ ସେ ନିସ୍ତରେ ଏ ସ୍ତବ ତୁଣ୍ଡେ ଉଚ୍ଚାରିଣ ସ୍ତୁତି କରିବ ସାବଧାନ ନମଇ ଜ୍ୟୋତିର୍ଲୋକମୟ କାଳ ଅଦ୍ଭୁତ ଯାର ଦେହ ସକଳ ଦେବସ୍ୱାମୀ ତୁହି ତୋପାଦେ ଆନନ୍ଦେ ନମଇ ଗ୍ରହ ନକ୍ଷତ୍ର ରାଶି ଗଣ ସର୍ବାଧି ଦେବ ନାରାୟଣ ତ୍ରିକାଳ ସନ୍ଧ୍ୟାରେ ଯେ ନର ସ୍ମରଣେ କରେ ନମସ୍କାର ଅହୋରାତ୍ରର ପାପ ତାର ଦହନ ହୋଏ ନୃପବର ସେ ପ୍ରଭୁ ସ୍ୱୟଂ ଯୋଗେଶ୍ୱର ଅନାଦି ବ୍ରହ୍ମାଣ୍ଡ ଠାକୁର ତାହାଙ୍କ ଚରଣ କମଳେ ମୋ ଚିତ୍ତ ରହୁ ନିରନ୍ତରେ କହଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟଂ ପଞ୍ଚମ ସ୍କନ୍ଧେ ଶିଶୁମାର ସଂସ୍ଥା ବର୍ଣ୍ଣନಂ ନାମ ତ୍ରୟୋବିଂଶୋ ଅଧ୍ୟାୟଃ। ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 149ତମ ଭାଗ। କଣ୍ଠଦାନ କରିଥିଲେ ମହାପ୍ରସାଦ କର, ଦୁଃଖୀ ଶ୍ୟାମ ତ୍ରିପାଠୀ, ମହାପାତ୍ର ମିନତୀ ଭଞ୍ଜ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।